ନମସ୍କାର, ଜୟ ଜଗନ୍ନାଥ। ମୁଁ ବିଶ୍ୱଜିତ ଆପଣଙ୍କୁ ସ୍ୱାଗତ ଜଣାଉଛି ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲ ଆଜିର ତିଥିକୁ। ଜୟ ଜଗନ୍ନାଥ ବନ୍ଧୁଗଣ। ଆଜି 28 ଏପ୍ରିଲ ମଙ୍ଗଳବାର, ବୈଶାଖ 15 ଦିନ। ଶ୍ରୀ ଜଗନ୍ନାଥ ପଞ୍ଜିକା ଅନୁସାରେ ଆଜି ପୁରୀକୁ ସୂର୍ଯ୍ୟ ଉଦୟ ହେଉଛନ୍ତି 5:23 ମେଷ ରାଶିରେ 1:53 ଲିତାରେ। ପୁରୀକୁ ସୂର୍ଯ୍ୟ ଅସ୍ତ ହେବେ 6:04 ତୁଳା ରାଶିରେ 2:30 ଲିତାରେ। ଆଜିର ତିଥି ଦ୍ୱାଦଶୀ ତିଥି 33:15 ଲିତା ଅର୍ଥ ସନ୍ଧ୍ୟା 6:42 ପର୍ଯ୍ୟନ୍ତ ଓ ମଧୁବାବୁଙ୍କ ଜୟନ୍ତୀ। ଆଜିର ନକ୍ଷତ୍ର ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର 44:14 ଲିତା ଅର୍ଥ ରାତ୍ରି 11:06 ପର୍ଯ୍ୟନ୍ତ। ଆଜିର ରାଶି କନ୍ୟା ଚନ୍ଦ୍ର 60 ଅହୋରାତ୍ର। ଆଜିର ଯୋଗ ବ୍ୟାଘାତ ଯୋଗ 41:54 ଲିତା ଅର୍ଥ ରାତ୍ର 10:10 ପର୍ଯ୍ୟନ୍ତ। ଆଜିର କରଣ ବବ କରଣ 2:39 ଲିତା ଅର୍ଥ ପ୍ରାତଃ 6:24 ପରେ। ବାଳବ କରଣ 30:36 ଲିତା ସନ୍ଧ୍ୟା 6:42 ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା। ଯୋଗିନୀ ନୈଋତ୍ୟ କୋଣରେ ସନ୍ଧ୍ୟା 6:42 ପରେ ଦକ୍ଷିଣ ଦିଗରେ। ମଙ୍ଗଳବାର ଅଗନ୍ତବ୍ୟ ତିଥି ଶନି ମଙ୍ଗଳ ସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ। ଚନ୍ଦ୍ରଶୁଦ୍ଧି ମେଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି। ଘାତ ଚନ୍ଦ୍ର ବୃଷ ରାଶିର ଘାତ ଚନ୍ଦ୍ର। ତାରା ଶୁଦ୍ଧି ଦ୍ୱିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବା ଫାଲ୍ଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢ଼ା, ଶ୍ରବଣା, ଧନିଷ୍ଠା, ପୂର୍ବଭାଦ୍ରା ଏହି ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି ରାତ୍ରି 11:06 ପର୍ଯ୍ୟନ୍ତ। ରାତ୍ରି 11:06 ପରେ ଅଶ୍ୱିନୀ, କୃତ୍ତିକା, ମୃଗଶିରା, ଆଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲ୍ଗୁନୀ, ଚିତ୍ରା, ସ୍ୱାତି, ଅନୁରାଧା, ମୂଳା, ଉତ୍ତରାଷାଢ଼ା, ଧନିଷ୍ଠା, ଶତଭିଷା, ଉତ୍ତରାଭାଦ୍ରା ଏହି ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି। ଆଜି ମୃତ ବ୍ୟକ୍ତିର ପୁଷ୍କର ଦୋଷ 3 ପାଦ ସନ୍ଧ୍ୟା 6:42 ପରେ 2 ପାଦ ଏବଂ ରାତ୍ରି 11:06 ପରେ 1 ପାଦ ପୁଷ୍କର ଦୋଷ। ପ୍ରଥମ ରଜସ୍ଦର୍ଶନେ ରଜଶ୍ଚକ୍ରେ ସୁଭାଗା। ନିଷିଦ୍ଧ ଖାଦ୍ୟ ପୋଇ ସନ୍ଧ୍ୟା 6:42 ପରେ ବାଇଗଣ ଭକ୍ଷଣ ନିଷେଧ। ଶୁଭ ବେଳା ଅମୃତ ବେଳା ଦିବା 7:43 ରୁ 10:07 ମଧ୍ୟେ। 12:31 ରୁ 2:07 ମଧ୍ୟେ। ଦିବା 2:55 ରୁ 4:35 ମଧ୍ୟେ। ଅସ୍ତରୁ ରାତ୍ରି 6:55 ମଧ୍ୟେ। ରାତ୍ରି 9:20 ରୁ 11:44 ପର୍ଯ୍ୟନ୍ତ। ଶେଷ 5:22 ପର୍ଯ୍ୟନ୍ତ। ଅଶୁଭ ବେଳା 12 ବେଳା ଦିବା 6:51 ରୁ 8:30 ମଧ୍ୟେ। କାଳବେଳା ଦିବା 1:23 ରୁ 4:02 ପର୍ଯ୍ୟନ୍ତ। କାଳରାତ୍ରି ରାତ୍ରି 7:42 ରୁ 9:04 ପର୍ଯ୍ୟନ୍ତ। ଆଜିର ରାଶିଫଳ ମେଷ ଶତ୍ରୁଭୟ,
ବୃଷ ପରାଜୟ, ମିଥୁନ କଳହ ଯୋଗ, କର୍କଟ ଦୃଢ଼ ମନା, ସିଂହ ଚିନ୍ତାଗ୍ରସ୍ତ, କନ୍ୟା ସୁଭୋଜନ, ତୁଳା ପଥରୋଧ, ବିଛା ପ୍ରସନ୍ନ ଭାବ, ଧନୁ କର୍ମଚଞ୍ଚଳ, ମକର ସତ୍ସଙ୍ଗ, କୁମ୍ଭ ଦେହ କଷ୍ଟ, ମୀନ ଆମୋଦ ପ୍ରମୋଦ। ଆମର ଏହି ଚ୍ୟାନେଲରେ ଦିଆଯାଉଥିବା ତଥ୍ୟ ଗୁଡ଼ିକ ଯଦି ଆପଣଙ୍କୁ ଭଲ ଲାଗୁଥାଏ ଆପଣ ଆମର ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ ଓ ଭିଡ଼ିଓଟିକୁ ଲାଇକ୍ କରିବେ। ଜୟ ଜଗନ୍ନାଥ।